ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 17 ତାରିଖ ବୁଧବାର। ଚାଲନ୍ତୁ ଜାଣିବା 12ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଓଡ଼ିଶା ଫାର୍ମା ସମ୍ମିଳନୀକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆସିବ 25,000 କୋଟିର ପୁଞ୍ଜି। ଓଡ଼ିଶାକୁ ଦେଶର ଔଷଧ ଶିଳ୍ପ ବା ଫାର୍ମା ହବ୍ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହି ଲକ୍ଷ୍ୟ ନେଇ ଆୟୋଜିତ ରାଜ୍ୟର ପ୍ରଥମ ଓଡ଼ିଶା ଫାର୍ମା ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିଳ୍ପ ଅନୁକୂଳ ପରିବେଶ ଉପରେ ଗୁରୁତ୍ୱ ରୂପେ କରି ଦେଶ ବିଦେଶର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି। ସରକାରଙ୍କ ନୂତନ ଫାର୍ମା ପଲିସି ଅନୁଯାୟୀ ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟରେ 25,000 କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କେବଳ ନିବେଶ ନୁହେଁ, ଏହି ଶିଳ୍ପ ବିକାଶ ମାଧ୍ୟମରେ 1 ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ସମ୍ମିଳନୀ ଓଡ଼ିଶାର ଶିଳ୍ପ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ସମ୍ମିଳନୀରେ ବିଭିନ୍ନ କମ୍ପାନୀ ସହିତ ମୋଟ 42ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଧୋତି କରିବେ ରାଜନୀତି, ବିଧାୟକ ହେବା ପାଇଁ ଲଢ଼ିବେ ନିର୍ବାଚନ। ରାଜନୀତି ରେସ୍ରେ ଦୌଡ଼ିବେ ଧୋତି, କହିବେ ପ୍ରତ୍ୟକ୍ଷ ରାଜନୀତି। ଏ ନେଇ ବଡ଼ ଘୋଷଣା କରିଛନ୍ତି ନିଜେ ଧୋତି ଚାନ୍ଦ। ତେବେ ତାଙ୍କ କହିବା ମୁତାବକ ସେ ବିଧାୟକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ, ଜନପ୍ରତିନିଧି ହୋଇ ଜନତାଙ୍କ ସେବା କରିବେ। ତେବେ ସେ କେଉଁ ଦଳରେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ତାହା ସମୟ କହିବ ବୋଲି କହିଛନ୍ତି ଏହି ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଧାବିକା ଧୃତି ଚାନ୍ଦ। ତା ସହିତ ଧୃତି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ମା ଦୁଇ ଥର ସରପଞ୍ଚ ହୋଇଛନ୍ତି। ବିଧାୟକ ହେବାକୁ ମଧ୍ୟ ତାଙ୍କର ସ୍ୱପ୍ନ ଥିଲା। ତେଣୁ ତାଙ୍କ ଝିଅ ହିସାବରେ ମା'ର ଏହି ସ୍ୱପ୍ନ ପୂରଣ କରିବେ ବୋଲି ଧୃତି କହିଛନ୍ତି। ଗ୍ରାମାଞ୍ଚଳରେ କମିଛି ବେକାରୀ ହାର, ଆଶ୍ୱସ୍ତି କଲା ଏପ୍ରିଲ ରିପୋର୍ଟ। 15 ବର୍ଷ ଓ ତାଠାରୁ ଅଧିକ ବୟସ ବର୍ଗରେ ବେକାରୀ ହାର 4.7%କୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସର ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବରରେ ବେକାରୀ ହାର 5.2% ଥିଲା। ଗତ ଏପ୍ରିଲ ପରେ ଦେଶରେ ବେକାରୀ ହାର ସର୍ବନିମ୍ନ ସ୍ତରକୁ ଖସିଛି। ନଭେମ୍ବରରେ ଗ୍ରାମୀଣ ବେକାରୀ ହାର 3.9% ଓ ସହରାଞ୍ଚଳରେ ତାହା 6.5% ରହିଛି। ଧଉଳି ଅଞ୍ଚଳ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ମାମଲା ରୁଜୁ କଲେ ମହିଳା। ରାଜଧାନୀ ଧଉଳି ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ। ଘଟଣାକୁ ଗୁରୁତ୍ୱର ସହ ନେବାକୁ ଧଉଳି ଆଇଆଇସିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଘଟଣାସ୍ଥଳରେ କରିଛନ୍ତି ମହିଳା କମିଶନ ଟିମ୍। ଆଗକୁ ପୀଡ଼ିତାଙ୍କ ଘରକୁ ଯାଇ ଅଧିକ ତଦନ୍ତ କରିବେ ବୋଲି କହିଛନ୍ତି। ରାଜଧାନୀ ଉପକଣ୍ଠ ଧଉଳିରେ ନାବାଳିକା ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୋପାଳପୁର ଘଟଣାର ପୁନରାବୃତ୍ତି ରାଜ୍ୟରେ ବିପର୍ଯ୍ୟୟ ଆଇନ ଶୃଙ୍ଖଳାକୁ ଦର୍ଶାଉଛି। ଗତ 10 ତାରିଖରେ ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇଥିଲେ ପୀଡ଼ିତା। ବୁଲାବୁଲି କରି ସନ୍ଧ୍ୟାରେ ଫେରିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ନିଛାଟିଆ ନଈପଠାକୁ ନେଇ ପୁରୁଷ ବନ୍ଧୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ନାବାଳିକା ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ 2 ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଉଠାଇଥିଲେ ଦୁର୍ବୃତ୍ତ। ଏକଥା ବାହାରେ ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଜାଗାରେ ଅଭିଯୁକ୍ତଙ୍କୁ ମିଶାଇ ମୋଟ 5 ଜଣ ଘଟଣାସ୍ଥଳରେ ଥିଲେ। ଏନେଇ ପୁରୁଷ ବନ୍ଧୁ ଜଣଙ୍କ ଥାନାରେ ଦ୍ୱାରସ୍ଥ ହେବା ପରେ ପୁଲିସ ଘଟଣାର ବିଚାର ଆରମ୍ଭ କରିଛି। ଏହି ମାମଲାରେ 2 ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ପୁରୁଷ ବନ୍ଧୁଙ୍କ ବି ବୟାନ ରେକର୍ଡ ହୋଇଛି। ପଶ୍ଚିମବଙ୍ଗର ତାଲିକାରୁ କଟିଲା 58 ଲକ୍ଷ ନାମ, ଡ୍ରାଫ୍ଟ ଜାରି କଲା ନିର୍ବାଚନ ଆୟୋଗ। ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ବିଶେଷ ସଂଶୋଧନ ଅଭିଯାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଚନ ଅଯୋଗ୍ୟ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ SIR 2024 ବା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଅଧୀନରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ଏକ ଡ୍ରାଫ୍ଟ ପ୍ରକାଶ କରିଛନ୍ତି। ଆୟୋଗଙ୍କ କହିବା ଅନୁସାରେ ଭୋଟର ତାଲିକାକୁ
ଅଧିକ ସଠିକ ଏବଂ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ମୁତାବକ ତାଲିକାରୁ ବାଦ ପଡ଼ିଥିବା ନାମଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସେହି ବ୍ୟକ୍ତିମାନେ ସାମିଲ ଅଛନ୍ତି ଯେଉଁମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି, ମୃତ ଘୋଷିତ ହୋଇଛନ୍ତି କିମ୍ବା ଯେଉଁମାନଙ୍କର ଯୋଗ୍ୟତା ସଠିକ ଭାବେ ଯାଞ୍ଚ କରାଯାଇନାହିଁ। ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ସମସ୍ତ ପ୍ରକ୍ରିୟା କରାଯାଉଛି। ଜାରି କରାଯାଉଥିବା ସରକାରୀ ପରିସଂଖ୍ୟାନ ଅନୁଯାୟୀ ଚିଠା ତାଲିକାରୁ ମୋଟ 85,20,898 ଜଣ ନାମବାଦ ଦିଆଯାଇଛି। ଏହି ସଂଖ୍ୟା ମଧ୍ୟରେ ସର୍ବାଧିକ 24,16,852 ଜଣ ବ୍ୟକ୍ତି ମୃତ ବୋଲି ଚିହ୍ନଟ ହୋଇଛନ୍ତି। ସେହିପରି 19,88,073 ଜଣ ଲୋକ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହା ବ୍ୟତୀତ ପ୍ରାୟ 12,20,038 ଜଣ ଲୋକ ନିଖୋଜ ଥିବାବେଳେ 1,38,328ଟି ନାମ ଡୁପ୍ଲିକେଟ ବା ଦୋହରା ନାମ ଭାବେ ତାଲିକାରେ ରହିଥିଲା। ଅନ୍ୟାନ୍ୟ ବିଭିନ୍ନ କାରଣରୁ 57,604 ଜଣଙ୍କର ନାମ ମଧ୍ୟ ବାଦ ଦିଆଯାଇଛି। ଆୟୋଗ କହିଛନ୍ତି ଯେ ଏହା ଏକ ନିୟମିତ ପ୍ରକ୍ରିୟା ଯାହା ଭବିଷ୍ୟତ ନିର୍ବାଚନ ପାଇଁ ଏକ ସ୍ୱଚ୍ଛ ଡାଟା ସେଟ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ନଥିଲେ ମିଳିବନି ପେଟ୍ରୋଲ ଓ ଡିଜେଲ। ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ତେଲ ମିଳିବନି। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଡ଼ା ନିୟମ। ଡିସେମ୍ବର 18ରୁ ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ଡିଜେଲ ମିଳିବନି। ପେଟ୍ରୋଲ ପମ୍ପରେ କ୍ୟାମେରାରେ ନମ୍ବର ପ୍ଲେଟ୍ ଯାଞ୍ଚ ହେବ। PSVI ତଳେ ଥିବା ବାହାର ଗାଡ଼ି ଦିଲ୍ଲୀରେ ପ୍ରବେଶ ନିଷେଧ। ଟ୍ରକ୍ ଓ ବାଣିଜ୍ୟିକ ଗାଡ଼ି ଉପରେ କଡ଼ା ରୋକ। ଅତ୍ୟାବଶ୍ୟକ ବା ଗାଡ଼ି ବ୍ୟତୀତ ଅନ୍ୟକୁ ନିଷେଧ। GRF ଗ୍ରାଫ ଷ୍ଟେଜ 4 ଅଧୀନରେ ଏହି ପଦକ୍ଷେପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ। ଦିଲ୍ଲୀ ପ୍ରବେଶ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଲାଗୁ। ସମ୍ବଲପୁରରେ ଚାଷୀଙ୍କ ନିଆରା ପ୍ରତିବାଦ। କେଜି ପିଛା 10 ଟଙ୍କାରେ ବିକିଲେ ଧାନ। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ହାଟ ବସିଛି। ରାସ୍ତାକଡ଼ ହାଟରେ କଷ୍ଟ ଉପାର୍ଜିତ ଧାନ ବିକ୍ରି କରୁଛନ୍ତି ଚାଷୀ। ପୁଣି ଧାନ କେଜି ମାତ୍ର 10 ଟଙ୍କା। ପଥଚାରୀ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି। ଏପଟେ ଜୋରଦାର ନାରାବାଜି ଚାଲିଛି। ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି ଚାଷୀ। ଟୋକନ ନ ମିଳିବା ଫଳରେ ପ୍ରଭାବୀ ବିକ୍ରୟର ସମ୍ମୁଖୀନ ହେଉଥିବା ଚାଷୀ ଏମିତି ନିଆରା ଢଙ୍ଗରେ ସରକାରଙ୍କୁ ଶୁଣାଇଛନ୍ତି ତାଙ୍କ ବେଦନା। ପ୍ରତିବାଦ କରି ରାଜରାସ୍ତାରେ ନିଜର ଦୁଃଖ ଢାଳିଛନ୍ତି। ସମସ୍ୟାର ସମାଧାନ ନ ହେଲେ ବଡ଼ ଆନ୍ଦୋଳନ ଚେତାବନୀ ଦେଇଛନ୍ତି କୃଷକ ନେତା। ପ୍ରତିବାଦରେ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ସାମିଲ ହେବାର କିଛି ସମୟ ପରେ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ପହଞ୍ଚିଥିଲେ। ବିଧାୟକଙ୍କ ଉପସ୍ଥିତିରେ ସରକାର ବିରୋଧରେ ନାରା ଦେଇଥିଲେ ଚାଷୀ ଓ ବିଜେଡି କର୍ମୀ। ବିଧାୟକ ଚାଷୀଙ୍କୁ ଭେଟିବା ପରେ ଜିଲ୍ଲାପାଳଙ୍କ ସହ ଟୋକନ ସମସ୍ୟା ନେଇ ଆଲୋଚନା କରିଥିଲେ। ଯେଉଁ ଚାଷୀଙ୍କର ଦ୍ୱିତୀୟ ଟୋକନ ଆସିନାହିଁ ଶୀଘ୍ର ଆସିବ ଏବଂ ବାକି ଟୋକନ ମଧ୍ୟ ଠିକ୍ ସମୟରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏସବୁ ଭିତରେ ଆଜି ସମ୍ବଲପୁରର ଆଉ 11,000 ଚାଷୀଙ୍କୁ ମିଳିଛି ଟୋକନ। ତେବେ ଚାଷୀଙ୍କ ଆନ୍ଦୋଳନ ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ସମବାୟ ମନ୍ତ୍ରୀ। ତେବେ ସମ୍ବଲପୁର, ବରଗଡ଼, ସୋନପୁର, କଳାହାଣ୍ଡି ସବୁଠି ସମାନ ଅବସ୍ଥା। ଟୋକନ ସମସ୍ୟାକୁ ନେଇ ଦହଗଞ୍ଜ ଚାଷୀ। ଡାଟା ପାୱାର ବିରୋଧରେ ତେଜିଲା ସ୍ୱର। ଅତିରିକ୍ତ ସୁରକ୍ଷା ଜମାରାଶିକୁ ବିରୋଧ। ବିଦ୍ୟୁତ୍ ଉପଭୋକ୍ତା ଚିନ୍ତା ବଢ଼ାଉଛି ଅତିରିକ୍ତ ସୁରକ୍ଷା ଜମାରାଶି। APCODLର ନୋଟିସ ମିଳିବା ପରେ ସବୁଠି ଶୁଭିଲାଣି ବିରୋଧର ସ୍ୱର। ଡାଟା ପାୱାର ମନମୁଖୀ ନିୟମ ବିରୋଧରେ OERC କାର୍ଯ୍ୟାଳୟରେ ପହଞ୍ଚିଛି ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ। ଡାଟା ପାୱାର ଜିଜିଆ କର ଆଦାୟ କରୁଛି। ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନୋଟିସ ପଠାଇଛି, ଧମକ ଦେଇଛି। ଏଭଳି ଅଭିଯୋଗ କରିଛନ୍ତି ମହାସଂଘ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଡାଟା ପାୱାରକୁ ନିର୍ଦ୍ଦେଶ ଦିଆଯାଉ ବୋଲି ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଦାବି କରିଛି। 2017-2018 ଠାରୁ ରାଜ୍ୟର କୋଟିଏ ଉପଭୋକ୍ତାଙ୍କ ଠାରୁ ଜାତୀୟ ହାରରୁ ଅଧିକ ବିଦ୍ୟୁତ୍ ଶୁଳ୍କ ଆଦାୟ ହେଉଛି। ସୁଧ ସହିତ ଉପଭୋକ୍ତାଙ୍କୁ ଫେରିବା ପାଇଁ ମହାସଂଘ ଦାବି କରିଛି। ଆନ୍ଧ୍ରପ୍ରଦେଶର ବିଦ୍ୟୁତ୍ ନିୟନ୍ତ୍ରଣ ଆୟୋଗ ଏହି ଅର୍ଥ ଫେରସ୍ତ ପାଇଁ
ଯେଉଁ ପଦକ୍ଷେପ ନେଇଛନ୍ତି ଏହିଭଳି ବ୍ୟବସ୍ଥା କରିବାକୁ ଦାବି ହୋଇଛି। ପୂର୍ବ ସମସ୍ୟାର ସମାଧାନ କରିବା ସତ୍ତ୍ୱେ ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମାରାଶି ଆଳରେ ଅତିରିକ୍ତ ବୋଝ ଦେଉଥିବା ଅଭିଯୋଗ ହେଉଛି। ମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ସଂଘ କହିଛି। ତେବେ ଟାଟା ପାୱାର କାର୍ଯ୍ୟାଳୟରେ ଏବେ ପରିସ୍ଥିତି ଆଣାୟତ୍ତ ହେଲାଣି। ଆଗକୁ ପରିସ୍ଥିତି